ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ, ଯାହାଙ୍କର କାହାଣୀ ସାରା ବିଶ୍ୱକୁ ଆଚମ୍ବିତ କରିଛି। ନିକୋଲାସ ମାଦୁରୋ ଯାହାଙ୍କ ହାତରେ ହ୍ୟାଣ୍ଡକପ୍ ପଡ଼ିଛି, ଆଉ ସାରା ପୃଥିବୀ ଦେଖୁଛି ଜଣେ ରାଷ୍ଟ୍ରପତିଙ୍କୁ କିଭଳି କିଡନାପ୍ କରାଯାଇପାରେ, ଜଣେ ରାଷ୍ଟ୍ରପତିଙ୍କୁ କିଭଳି କିଡନାପ୍ କରି ଆଉ ଗୋଟିଏ ଦେଶକୁ ଅଣାଯାଇପାରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେ ବହୁ ସମୟ ଧରି ପ୍ଲାନ୍ କରୁଥିଲେ, ପ୍ରାୟ 6 ମାସ ଧରି ଯୋଜନା ପ୍ରସ୍ତୁତ କରୁଥିଲେ ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋଙ୍କୁ କିଡନାପ୍ କରିବା ପାଇଁ। ପୃଥିବୀର ସବୁଠାରୁ ଶକ୍ତିଶାଳୀ ଆଉ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଆମେରିକା ଏବେ ସାରା ପୃଥିବୀ ପାଇଁ ଏକ ଖରାପ ଇତିହାସ, ଏକ କଳୁଷିତ ଇତିହାସ ତିଆରି କଲା। ଏ ଇତିହାସ କହିବ ଆଗାମୀ ଦିନରେ ଯେ କିଭଳି ଗୋଟିଏ ସଭ୍ୟ ଶିକ୍ଷିତ ରାଷ୍ଟ୍ର ଆଉ ଗୋଟିଏ ରାଷ୍ଟ୍ର ଉପରେ ଏଇଭଳି ଆକ୍ରମଣ କରିପାରେ। 6 ମାସ ଧରି ପ୍ରସ୍ତୁତି ଭିତରେ ରାଷ୍ଟ୍ରପତି କିଭଳି ରହୁଛନ୍ତି ଭେନେଜୁଏଲାରେ, କେଉଁ ଜାଗାରେ ରହୁଛନ୍ତି, କେମିତି ତାଙ୍କୁ କିଡନାପ୍ କରିହେବ, ଏହାର ପ୍ଲାନିଂ କରାଯାଉଥିଲା। ମାତ୍ର ଅଧଘଣ୍ଟା ଭିତରେ ଜଣେ ରାଷ୍ଟ୍ରପତିଙ୍କୁ ଆମେରିକାର ସୈନ୍ୟମାନେ, ଆମେରିକାର ମିଲିଟାରୀ କିଡନାପ୍ କରି ହାତରେ ହ୍ୟାଣ୍ଡକପ୍ ପକାଇ ତାଙ୍କ ପତ୍ନୀଙ୍କ ସହ ଆମେରିକା ନେଇ ଆସିଲେ। ଆମେ ସବୁ ଓଡ଼ିଆରେ ଗୋଟିଏ କଥା ଶୁଣିଛେ, ଜୋର ଯାର ମୁଲକ ତାର, ଯାହା ବାହୁରେ ବଳ ଅଛି, ଯାହା ପାଖରେ ଗୁଣ୍ଡା ଅଛନ୍ତି, ଯିଏ ଏଇଭଳି ଗୁଣ୍ଡାମି କରିପାରେ ତାର ମୁଲକ ହେଇଯାଏ ବା ସେ ରାଜା ବନିଯାଏ। ଯେଉଁଠି ଜୋର ଯାର ମୁଲକ ତାର ଚାଲେ, ଏହି ନୀତିକୁ ଅନୁକରଣ କରାଯାଏ, ସେଠି ଆଇନର ଶାସନ ନଥାଏ। ସେଠି କେବଳ ବାହୁବଳ ଉପରେ ଆଇନ ଚାଲେ, ଅର୍ଥାତ୍ ମୁଁ ଯାହା କହିବି ତାହା ଠିକ୍। ଡୋନାଲ୍ଡ ଟ୍ରମ୍ପ ସାରା ପୃଥିବୀକୁ ଏଇଭଳି ଏକ ସମୟ ଦେଇ ଯିବା ପାଇଁ ବାଧ୍ୟ କରୁଛନ୍ତି, ଯେଉଁଠି ଆମେରିକାର ଶକ୍ତି କହିବ ନିୟମ କ'ଣ, ଆଇନ କ'ଣ। ଡୋନାଲ୍ଡ ଟ୍ରମ୍ପ ଜଣେ ରାଷ୍ଟ୍ରପତିଙ୍କୁ କିଡନାପ୍ କରିବେ ଏବଂ କିଡନାପ୍ କରିସାରିଲା ପରେ ତାଙ୍କୁ ଆମେରିକା ଆଣିବେ, ଆମେରିକାରେ ହ୍ୟାଣ୍ଡକପ୍ ପକାଇବେ, ହ୍ୟାଣ୍ଡକପ୍ ପକାଇ ନିଜ ଦେଶର କୋର୍ଟରେ ତାଙ୍କର ଟ୍ରାଏଲ୍ କରିବେ। ଯିଏ କିଡନାପ୍ କରିଛି ସେଇ ଦେଶ ବିଚାର କରୁଛି ଯେ ରାଷ୍ଟ୍ରପତି ଭେନେଜୁଏଲାର ସେ ଦୋଷୀ ନା ନିର୍ଦ୍ଦୋଷ। ଏକ ଅଦ୍ଭୁତ କଥା। ଦେଶ କରିଛି ଗିରଫଦାରୀ, ଦେଶ କରିଛି କିଡନାପ୍, ଆଉ ସେଇ ଦେଶର ଜଜ୍ ମାନେ କହିବେ ଯେ ପ୍ରକୃତରେ ଭେନେଜୁଏଲାର ରାଷ୍ଟ୍ରପତି ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି। ଆମେରିକାର ଗୁଣ୍ଡାମିକୁ ନେଇ ସାରା ବିଶ୍ୱ ଚର୍ଚ୍ଚା କରୁଛି। ଆଉ ଡୋନାଲ୍ଡ ଟ୍ରମ୍ପ ଏଇଭଳି ଜଣେ ବ୍ୟକ୍ତି ଯିଏ ଯାଙ୍କ ମସ୍ତିଷ୍କ ଭିତରେ ଯାହା ଚାଲିଛି ତାକୁ ସାରା ପୃଥିବୀ ଆଗରେ ରଖୁଛନ୍ତି। ପୁରାପୁରି ସ୍ପଷ୍ଟ ଭାବରେ ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି ଯେ ଭେନେଜୁଏଲାର ତୈଳ ଉପରେ ଆମର ଅଧିକାରକୁ ଆମେ ଏଇ ବାଟରେ ସାବ୍ୟସ୍ତ କରିବୁ। ଆମେରିକାର ବଡ଼ ବଡ଼ କମ୍ପାନୀମାନେ ଭେନେଜୁଏଲାକୁ ଯିବେ, ଆଉ ତାର ଯେଉଁ ଭିତ୍ତିଭୂମି ରହିଛି ଭେନେଜୁଏଲାର ତାକୁ ସଜାଡ଼ିବେ। ଏ ତେଲ ଆମ କଥା ଅନୁସାରେ ବିକା ହେବ, ଆମେ ତା ଉପରେ ଅଧିକାର ସାବ୍ୟସ୍ତ କରିବୁ, ଆମେ ଯାହାକୁ କହିବୁ ସେ ସେଠି ରାଷ୍ଟ୍ରମୁଖ୍ୟ ବନିବେ, ପୁରା ବ୍ୟବସ୍ଥା ଆମ ଦ୍ୱାରା ପରିଚାଳିତ ହେବ। 2003 ମସିହାରେ ଇରାକରେ ଏମିତି ଆମେରିକା କରିଥିଲା। 2011 ମସିହାରେ କର୍ଣ୍ଣେଲ ଗଦାଫି, ତାଙ୍କର ଅବସ୍ଥା ମଧ୍ୟ ଏଇଆ ହୋଇଥିଲା ଲିବିଆରେ। ଆଉ ଏବେ 2026 ମସିହା ଭେନେଜୁଏଲାରେ ଏକା ସମସ୍ୟା, ଏକା ପ୍ରକାରର ଆକ୍ରମଣ, ଏକା ପ୍ରକାରର ଗୁଣ୍ଡାମି। ତୈଳ ଉପରେ ଆମେରିକାର ଲୋଭ ସାରା ପୃଥିବୀକୁ ଜଣା। ଭେନେଜୁଏଲାରେ ଯେତେ ପରିମାଣର ତେଲ ଅଛି ତାହା ଆମେରିକା ଠାରୁ ଅଧିକ, ସାଉଦି ଆରବ ଠାରୁ ଅଧିକ,
ଆଉ ଏଇ ତୈଳ ଉପରେ ଆମେରିକାର ଆଖି ବହୁ ଦିନରୁ ରହି ଆସିଛି। ଆମେରିକା ସବୁବେଳେ ଭେନେଜୁଏଲାର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇ ଆସିଛି। କୁହାଯାଉଛି ସେ ନିଶା କାରବାର କରୁଥିଲେ, ନିଶା ଅପରାଧୀମାନଙ୍କୁ ପ୍ରୋତ୍ସାହିତ କରୁଥିଲେ, ଯେଉଁଥିପାଇଁ ଆମେରିକା ଏଇଭଳି ଏକ ଆକ୍ରମଣ କଲା, ଯେଉଁଥିପାଇଁ ଆମେରିକା କିଡନାପ୍ କଲା। ହଁ, କିଡନାପ୍ ହେଇଥିବା ରାଷ୍ଟ୍ରପତି ସାଧାରଣ ଜନତାଙ୍କର ବିଶ୍ୱାସ ହରାଇଥିଲେ। ସେ ଜଣେ ସ୍ୱେଚ୍ଛାଚାରୀ ଶାସକ ଥିଲେ, ସେ ଜଣେ ଅତ୍ୟାଚାରୀ ରାଷ୍ଟ୍ରମୁଖ୍ୟ ଥିଲେ। କିନ୍ତୁ ଏହାର ଉତ୍ତର ଏହା ନୁହେଁ ଯେ ଆମେରିକା ତାଙ୍କୁ କିଡନାପ୍ କରିବ, ତାଙ୍କ ରାଷ୍ଟ୍ରପତି ଭବନରୁ ପତ୍ନୀଙ୍କ ସହିତ ତାଙ୍କୁ କିଡନାପ୍ କରି ଆମେରିକା ନେଇ ଆସିବ। ଅନେକ ବାଟରେ ହୁଏତ ଏ ସମସ୍ୟାର ସମାଧାନ କରାଯାଇ ପାରିଥିଲା, କିନ୍ତୁ ଆମେରିକା ଶକ୍ତିଶାଳୀ ବୋଲି ଆଉ ଗୋଟିଏ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଉଠାଇ ଆଣିବ, କିଡନାପ୍ କରିବ, ଏହାକୁ ବିଶ୍ୱ ପସନ୍ଦ କରୁନାହିଁ। 2003 ମସିହାରେ ଇରାକରେ ଏଇଭଳି ଅରାଜକତା ଦେଖାଦେଇଥିଲା। ସେଇ କାରଣରୁ, ସେଇ ତେଲ ପାଇଁ ଏଇଭଳି ଅରାଜକତା ଥିଲା। ଲିବିୟାରେ ସେଇ ତେଲ ପାଇଁ ଏଇଭଳି ଅରାଜକତା ଥିଲା। ୟୁକ୍ରେନ କଥାକୁ ସାମ୍ନାକୁ ଆଣନ୍ତୁ ଦର୍ଶକ ବନ୍ଧୁ। ୟୁକ୍ରେନରେ ରେୟାର ଆର୍ଥ ଟେକ୍ନୋଲୋଜି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ଯେଉଁଥିପାଇଁ ୟୁକ୍ରେନ ସହିତ ଡୋନାଲ୍ଡ ଟ୍ରମ୍ପ ଡିଲ୍ କରୁଥିଲେ। ଆମକୁ ରେୟାର ଆର୍ଥ ଦିଅ, ଆମେ ତୁମକୁ ସାହାଯ୍ୟ କରିବୁ। ସେୟା ହିଁ ହେଲା। ଲକ୍ଷ୍ୟ କରନ୍ତୁ ଯେ ଜଣେ ଶକ୍ତିଶାଳୀ ବ୍ୟକ୍ତି, ଯାହାଙ୍କ ପାଖରେ ପାୱାରଫୁଲ ମିଲିଟାରୀ ଅଛି, ଯାହାଙ୍କ ପାଖରେ ରିସୋର୍ସେସ୍ ଅଛି, ସମ୍ପଦ ଅଛି, ସେହି ରାଷ୍ଟ୍ର କିଭଳି ପ୍ରତିଶୋଧ ନେଇପାରେ, ସେହିଭଳି ରାଷ୍ଟ୍ର କିଭଳି ଜୋରଜାର ମୁଲକ ତାର ନୀତି ଆପଣେଇ ପାରେ। ଆମେରିକାର ନାଲି ଆଖି ସାରା ବିଶ୍ୱକୁ ଭୟଭୀତ କରିବା ପାଇଁ ଚେଷ୍ଟା କରୁଛି। ଡୋନାଲ୍ଡ ଟ୍ରମ୍ପ ଯାହା ଚାହିଁବେ ପୃଥିବୀରେ ସେଇଆ ଘଟିବ। ଡୋନାଲ୍ଡ ଟ୍ରମ୍ପ ଯାହା କହିବେ ତାହା ମାନିବା ପାଇଁ ବାଧ୍ୟ। ଆଉ ଭାରତ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି, ମୋତେ ଖୁସି କରିବା ନିହାତି ଜରୁରୀ। ନରେନ୍ଦ୍ର ମୋଦିଙ୍କୁ ଇଙ୍ଗିତ କରୁଛନ୍ତି, ମୋତେ ଖୁସି ନ କଲେ ଅସୁବିଧାରେ ପଡ଼ିବ। କଲମ୍ବିଆକୁ ଧମକଉଛନ୍ତି, କ୍ୟୁବାକୁ ଧମକଉଛନ୍ତି। ଗୋଟିଏ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ କିଡନାପ୍ କଲା ପରେ ସାରା ପୃଥିବୀ ପାଇଁ ମେସେଜ ଯାଉଛି ଯେ ଯଦି ଆମ କଥା ନ ମାନ, ଜୋରଜାର ମୁଲକତାର ନୀତିରେ ଆମେ ତୁମ ରାଷ୍ଟ୍ରର ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀଙ୍କୁ ଏଇଭଳି କିଡନାପ୍ କରିପାରିବୁ। ଯଦି ତମ ପାଖରେ ସେଭଳି ଶକ୍ତି ନାହିଁ, ତମ ପାଖରେ ସାହସ ନାହିଁ, ତମେ ଆମ ପାଖରେ ସାଙ୍ଗରେ ଲଢ଼ିପାରିବ ନାହିଁ। ଏ ହେଉଛି ବିଶ୍ୱକୁ ଡୋନାଲ୍ଡ ଟ୍ରମ୍ପଙ୍କର ଧମକ। ଆପଣ ଲକ୍ଷ୍ୟ କରନ୍ତୁ, ପୃଥିବୀରେ ଅନେକ ଦେଶ ଅଛି, ୟୁରୋପ ଭଳି ଦେଶରେ ଯେଉଁଠି ସମ୍ପଦ ଭରା ରହିଛି, ଯେଉଁଠି ମିଲିଟାରୀ ଅଛି, ଯେଉଁଠି ନେଟୋ ଅଛି, ଚାଇନା ଭଳି ଶକ୍ତି ଅଛି, ଆମେରିକା ବିରୁଦ୍ଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ପାଇଁ କେହି ଚିନ୍ତା କରିପାରୁନାହାନ୍ତି। ମିଳିତ ଜାତିସଂଘ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନେଇପାରୁନାହିଁ। ଛୋଟ ରାଷ୍ଟ୍ର ହୋଇଥିଲେ ବହୁତ ଗାଳି ପଡ଼ିଥାନ୍ତା। ଛୋଟ ରାଷ୍ଟ୍ର ହୋଇଥିଲେ ବହୁ ପ୍ରକାର ସମାଲୋଚନାର ଶିକାର ହୋଇଥାନ୍ତେ ସେହି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ। କିନ୍ତୁ ଭେନେଜୁଏଲା ଘଟଣାରେ ସେଭଳି କୌଣସି ବଡ଼ ଧରଣର କଟୁ ସମାଲୋଚନା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ନାହିଁ। ଆମେରିକା ଏଇଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା, ଏଇଭଳି କିଡନାପିଂ ଦ୍ୱାରା ପୃଥିବୀକୁ କ'ଣ ଶିଖେଇଲା? ଏଇଆ ଶିଖେଇଲା ଯେ ବଡ଼ ରାଷ୍ଟ୍ର ଛୋଟ ରାଷ୍ଟ୍ରକୁ ଏଇଭଳି ଧମକାଇବା ଦରକାର। ଚୀନ ତାଇୱାନର ରାଷ୍ଟ୍ରମୁଖ୍ୟଙ୍କୁ ଏଇଭଳି କିଡନାପ୍ କଲେ ଅସୁବିଧା ନାହିଁ। ପୁଟିନ ଯଦି ଜେଲେନ୍ସ୍କିକୁ ଏଇଭଳି ଉଠେଇ ନିଅନ୍ତି, କିଡନାପ୍ କରି ନିଅନ୍ତି, ତାହେଲେ କିଛି ଅସୁବିଧା ନାହିଁ। ଯଦି ତମେ କିଛି ଚାହୁଁଛ ଆଉ ତୁମର ଶକ୍ତି ଅଛି, ତାହେଲେ ସେ ଶକ୍ତିର ପ୍ରୟୋଗ କର। ବିଶ୍ୱରେ କୌଣସି ସେଭଳି ଆଇନ ନାହିଁ ତୁମକୁ ଅଟକେଇ ପାରିବ।
इंटरनेशनल कोर्ट ऑफ जस्टिस, मिलित जातिसंघ, यूनाइटेड नेशंस एमाने करूचंती कौन? कौनसी उत्तर नहीं। अमेरिका बहु परिमाणर फंडिंग करे यूनाइटेड नेशंस को। तेणु अमेरिका को से भली समालोचना करिवार साहस आउ शक्ति मिलित जातिसंघर नाही। सारा पृथ्वीर अधिकांश देश सहित अमेरिकार वाणिज्यिक संपर्क रही। अमेरिकार टेक्नोलोजी अनेक देश रे काम करे। अमेरिका अनेक देश को सहायता दिए। तेणु कौनसी देश डोनाल्ड ट्रम्प को एभली समालोचना करबा पई चाहू नांती। बड़ लोकं को उत्तर नाही बोली आमे जो कथाटी कहू ताहा अमेरिका क्षेत्र रे सत होईची। जोर जार मुलक तार बड़ लोकं को उत्तर नाही। यह सिना कौनसी गाँ, कौनसी अंचल बा कौनसी राज्य भितर सीमित रहिबो ना। सारा पृथ्वी रे सही एका नियम, एका जंगली शासन जे मो पाखरे शक्ति अच्छी मु तुम देश को छिन भिन करदेवी। मु चाहिले तुम राष्ट्र मुख्य को यही भली किडनैप करि परिबी। दर्शक बंधु, किंतु यार उत्तर एते सहज नुहे। इराक रे, लिबिया रे, गल्फ रो अनेक देश रे अमेरिका प्रति विद्वेष बढ़ी। वियतनाम युद्ध रे कौन हैला? वियतनाम को निज कंट्रोल को, निज अख्तियार को अमेरिका नहीं पारिला नहीं। पृथ्वी इतिहास रे अमेरिका निंदित हैला। अमेरिका शक्तिशाली है पारे, समृद्धशाली है पारे, किंतु जनमत को सम्मान दवा पाई अमेरिका शेष रे बाध्य हब। आतंकवाद को बढ़ेवा दिगरे डोनाल्ड ट्रम्प कर यही कार्यकलाप अनेक सहायता प्रदान करिबो। अमेरिका विद्वेषी मनोभाव सारा विश्व रे तेजिब। अमेरिकार सांस्कृतिक सामाजिक संपर्क व्याहत हब। खाली बड़ लोकं को समस्ते मानि जिबे ताहा नुहे। रशिया, चाइना भली शक्ति एकजुट हेबे। सारा पृथ्वी पाई आउ गोटे मेसेज देवे जे आमे दुर्बल राष्ट्रपति अछु एवं शक्ति संग्रह करिवे अमेरिका विरुद्ध रे लड़िबा पाई। सारा विश्व को डोनाल्ड ट्रम्प यही भली एक अराजकता भितर को छाड़ी दौचंती। आक्रमणकारी राष्ट्र मानक पाई वार्ता दौचंती। जो राष्ट्र आउ गोटे राष्ट्र सहित विवाद भितरे अछि, गंडगोल बहु वर्षरु चलीची, तांको पाई मेसेज दौचंती जदि शक्ति अछि छोट राष्ट्र को तमे निज कंट्रोल को नहीं जाओ, युद्ध कर बा से राष्ट्रर राष्ट्र मुख्य को क्षमताच्युत करी यही भली दंड दियो। जोर जार मुलक तार। हाथरे शक्ति अछि तो, देशर शक्ति अछि तो ताले सेही शक्तिर प्रयोग कर। अंतर्जातीय स्तर रे से भली किछि नियम नाही तुमको अटकई पारिबो। अमेरिका पुणी थरे सारा पृथ्वी रे अराजकता, घृणा एही भली ट्रेंड तैयारी करिछि। जो ट्रेंड सारा विश्वर शांति पाई एक बड़ विपद। ए भिडियोटी केमती लगिला मतामत रखिबे। आम चैनल न्यूज रूम को सब्सक्राइब करिवे। आम भली सांबादिक मानक उत्साहित करिवे। धन्यवाद। नमस्कार।